ଏଠାରେ କୌଣସି ପ୍ରକାର ସେ ପାଖାପାଖି ଦେଖି ଘଟଣାସ୍ଥଳକୁ ଆମେ ଏଇଥିପାଇଁ ଯାଇପାରୁନୁ ଯେହେତୁ ଆଉ କିଛି ସମୟ ପରେ ଟିମ୍ ପହଞ୍ଚିବ ପହଞ୍ଚିବା ପରେ ପାଖାପାଖି ସେ 9ଟା ପାଖାପାଖି ହେବ ଆମକୁ ଫୋନ୍ କଲା ପରେ କାହିଁକିନା ସେ ତା ପୂର୍ବରୁ ମାନେ ହେଇଛି କାହିଁକିନା ସିଏ ଫୋନ୍ କରିଛି ଆଉ ଗୋଟେ ପିଲାଙ୍କୁ ସିଏ ରେସ୍ପଣ୍ଡ କରିନଥିଲେ ତାପରେ ତ କଲ୍ ରିସିଭ୍ କଲା ପରେ ସିଏ ସବୁଠୁ ଆମକୁ ଫୋନ୍ କରି କହିଲେ କି ସେ ପାଖରେ ଗୋଟେ କେସ୍ କ'ଣ ହେଇଛି ଇଏ କରିଛି କ'ଣ ହାଣିକି ପକାଇ ଦେଇଛନ୍ତି ତ ଯାଇକି ଟିକେ ଦେଖ ସେଉଠୁ ଆମେ ସତ ଭାବିଲୁ କି ମିଛ ଭାବିଲୁ ସେଠୁ ସେଉଠୁ ଆସିଲୁ ଭାରି ଆସିକି ଗଲାବେଳକୁ ଦେଖିଲା ବେଳକୁ ଭିତରକୁ ଗଲାବେଳକୁ ସତ ସେ ମାନେ ତାକୁ ଗୋଡ଼କୁ ଆଉ ଅଣ୍ଟା ପାଖକୁ ହାଣିଛନ୍ତି ପିଠି ହାଣି ଦେଇଛନ୍ତି ତ ଇଏ କରିଛନ୍ତି କାହିଁକିନା ସିଏ ପୁରା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲା ସେଠି ଆମେ ତାପରେ ସେଉଠୁ ସେ ମାନେ ଉତ୍ତରା ଫାଣ୍ଡିକି ଫୋନ୍ କରିକି ଆଗରୁ ଜଣେଇ ଦେଇଥିଲୁ ତ ସେମାନେ ଆସିବା ସତ୍ତ୍ୱେ ବି ତାପରେ ସେଉଠୁ ଆମ୍ବୁଲାନ୍ସକୁ ଡକା ହେଲା ଆମ୍ବୁଲାନ୍ସ ଆସିଲା ଆମ୍ବୁଲାନ୍ସରେ ସେଉଠୁ ଷ୍ଟେଜରୁ ଉଠେଇକି ନେଇକି ଗଲୁ ଯେଉଁ ମେଡ଼ିକାଲ ନେଇଗଲା ମେଡ଼ିକାଲରେ ଡକ୍ଟର ଦେଖିକି କହିଲେ କି ମୃତ ଘୋଷଣା କଲେ। ଆଚ୍ଛା ଏଇ ଯେଉଁ ଘଟଣା କ'ଣ ପାଇଁ ଘଟୁଛି କାହିଁକିନା ସବୁ ପାଉଡ଼ର ଖିଆ ମଦୁଆ ବେଶୀ ଇଏ କରୁଛନ୍ତି ଆ ଉପରେ ଟିକେ ଧ୍ୟାନ ଦେଲେ ବହୁତ ଇଏ ହୁଅନ୍ତା। ଆଗକୁ ବି ବହୁତ ମାନେ ଆସିବେ ଆପଣଙ୍କର ମା ମାନେ କ'ଣ ୟା ଉପରେ କହିବେ ଦେଖିବା ସେଇ ତ ଆମକୁ ନିଜକୁ ଏବେ ଡର ଲାଗୁଛି କାହିଁକିନା ରୋଡ଼ ସାଇଡ଼୍ରେ ଆମେ ବି ଛିଡ଼ା ହେଉଛୁ ତ ଆମେ ନିଜକୁ ଭୟ ଲାଗୁଛି କି ଆମେ କାହା ସାଙ୍ଗରେ କଥା ହେବା ପୂର୍ବରୁ 10 ଥର ଭାବିକି କଥା ହେବାକୁ ପଡ଼ୁଛି କାହିଁକିନା ଏବେ ଏଇ କେସ୍ ପରେ ଲାଗୁଛି ଆମେ ଆଉ ଛିଡ଼ା ହେବାକୁ ଆଉ ସାହସ ବି କରିବୁନି। କେଉଁ ଜାଗାକୁ ତାକୁ ଆଟାକ୍ କରୁଛନ୍ତି ଆମର ପିପିଲି ଆମର ଧଉଳି ଆସନ୍ତି ତ କେଉଁ ଜାଗାକୁ ଆଟାକ୍ କରୁଛନ୍ତି ତ ଆଟାକ୍ଟା କିଏ କରୁଛନ୍ତି ଆମେ ଜାଣିନୁ ତ 2 ମାସ ପୂର୍ବରୁ ହେଇଥିଲା ଏବେ ବି ହେଲା ତ ଆଗକୁ ବି ହେବ ବୋଲି କିଏ ଜାଣିଛି ଆମେ ଏଠି ଡରି ମରି ମାନେ ଠିଆ ହେଉଛୁ ପାଉଡ଼ର ଖିଆ ମଦ ଖାଇକି ଆସିକି 2 ମାସ ପୂର୍ବରୁ ବି ଏମିତି ହେଇଥିଲା ସେ କେସ୍ ବି ଆଜି ଯାଏଁ କିଛି ହେଇନି ଏବେ ବି ଗୋଟେ କେସ୍ ହେଲା ଆମକୁ ବି ଡର ଲାଗୁଛି ନା ଆମେ ରାତିରେ ଆସିକି ଠିଆ ହେଉ ସବୁ କରୁଛୁ ମାନେ କ'ଣ ପାଇଁ ଏମିତି ଆଟାକ୍ କରୁଛନ୍ତି କ'ଣ ପାଇଁ ଆମେ ଜାଣିନୁ କିଛି ଆଗରୁ ପଇସା ପାଇଁ ଥାଏ ସେ ତ ଏବେ ନୂଆ ପିଲା ନା ଏବେ ନୂଆ ରିସେଣ୍ଟ 2 ଦିନ ହେଲା ଆସିଛି ତ ସେମିତି ବି ସେ ଝଗଡ଼ାଝାଣ୍ଟି କିଛି କରିନଥିବ ତ ପଇସା ପାଇଁ ୟା ମଦ ପିଇକି ୟା ପାଉଡ଼ର ଖାଇକି ନିଶାରେ କ'ଣ ଥିଲା ତାଙ୍କ ନାଁ ମୁଁ ଜାଣିନି ମୁଁ ଏବେ ତାଙ୍କୁ ଆଜି ହିଁ ଦେଖିଲି ତାଙ୍କ ନାଁ ସୋନା ବୋଲି ଶୁଣିବାକୁ ମିଳୁଛି ହଁ ସୋନା ହେଇଥିବ ବଟ୍ ମୁଁ ଜାଣିନି ମୁଁ ତାଙ୍କୁ ଆଜି ହିଁ ନୂଆ ଦେଖିଲି। ଏ ବିଷୟରେ ଆପଣ କ'ଣ କହିବେ ଆଜ୍ଞା ଏ ବିଷୟରେ ଆପଣ କ'ଣ କହିବେ ଯଦି ବି ଏଇ କେସ୍ଟା ଟିକେ ଇଏ ହେଇକି ତାକୁ ଦୋଷୀକି ଧରା ହୁଅନ୍ତା ତ ଆମେ ଟିକେ ଇଏ ହୁଅନ୍ତୁ କାହିଁକିନା କିଛିଟା ଭୁଲ ପାଇଁ ତ ଗୋଟେ ନିରୀହ ପିଲାର ଜୀବନ ଆଜି ଗଲା କିଛି ଭୁଲ ନଥାଇକି ଜୀବନ ଗଲା ଆମେ ବି ଏଇଠି ଠିଆ ହେଉଛୁ ଏତେ କଷ୍ଟ କରିକି ମାନେ ଶୀତ ବର୍ଷା ଖରାରେ ଠିଆ ହେଉଛୁ ତ ସେଇଟା ଟିକେ ଡର ଲାଗୁଛି ଆଗକୁ ବି ଏଇଠି ଠିଆ ହେଇପାରିବୁନି ଡରିବୁ ତ ସେଇଟା ଟିକେ ଯଦି ଦୋଷୀକି ଧରିପାରନ୍ତି ଟିକେ ମାନେ ଏଠୁ ଗଲାବେଳେ ସେ କ'ଣ ଥିଲେ ମାନେ କଥା ନା ଏଠୁ ଯେତେବେଳେ ଥିଲେ ସେ କଥାବାର୍ତ୍ତା କହୁଥିଲେ ମାନେ ଏମିତି ମାନେ ନର୍ମାଲ୍ କଥାବାର୍ତ୍ତା ଖାଲି ପାଣି ମାଗୁଥିଲେ ମୋ ଦେହରେ ବ୍ଲଡ଼ ନାହିଁ ମୋତେ ପାଣି ଦିଅ କି ମୋତେ ମେଡ଼ିକାଲ ବାସ୍ ଏତିକି କିନ୍ତୁ ଆଉ କିଏ କରିଛି କ'ଣ କରିଛି କେମିତି ହେଲା ବାସ୍ ଏଇରେ କିଛି କହୁନଥିଲେ ବାସ୍ ଏଇଠୁ ଗଲା ପରେ ମେଡ଼ିକାଲରେ ଡକ୍ଟର ଦେଖିଲା ପରେ କହିଲେ କି ଏମିତି ସେମିତି ହେଇଛି ବାସ୍ ମେଡ଼ିକାଲ ଜାଣିବାକୁ ପାଇଲୁ କି ସେ ନାହାନ୍ତି ବୋଲି। ମେଡ଼ିକାଲ ଗଲା ପରେ କ'ଣ ଜଣାପଡ଼ିଲା ଆଜ୍ଞା ମେଡ଼ିକାଲ ଗଲା ପରେ କ'ଣ ଜଣାପଡ଼ିଲା ମେଡ଼ିକାଲ ଗଲା ପରେ ଜଣାପଡ଼ିଲା କି ସେ ନାହାନ୍ତି ବୋଲି ବାସ୍ ଏତିକି। ଗୋଟେ କଲ୍ ଆସିଥିଲା ଯେ ଜଣେ ଇଞ୍ଜୋର୍ଡ଼ ହେଇକି ପଡ଼ିଛନ୍ତି ଏଇଠି ଆମ ପୋଲିସ୍ ଟିମ୍ ଉତ୍ତରା ଫାଣ୍ଡରୁ ଆସିକି ଦେଖିଲେ ଜଣେ କିନ୍ନର ପଡ଼ିଛନ୍ତି ତାଙ୍କର ଗୋଡ଼ରେ ଆଉ ବାଁ ପଟ ଜଙ୍ଘ ପାଖରେ ଏବଂ ବାଁ ପଟ କାନ୍ଧ ପାଖରେ ଇଞ୍ଜୁରୀ ଥିଲା ତାକୁ ଇମିଡ଼ିଏଟଲି 112 ଡାକିକି ତାକୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଥିଲେ ଏବଂ କ୍ୟାପିଟାଲ ହସ୍ପିଟାଲ ଡେଥ୍ ହେଇଯାଇଛି। ବର୍ତ୍ତମାନ ସେମାନେ ଆସି ରିପୋର୍ଟ ଦେଉଛନ୍ତି ଆମେ ତାକୁ ତଦନ୍ତ କରୁଛୁ ସ୍ପଟ୍ଟାକୁ ଗାର୍ଡ଼ କରୁଛୁ ସାଇଣ୍ଟିଫିକ୍ ଟିମ୍ ଆସିବ ଆମର ଡଗ୍ ସ୍କ୍ୱାଡ୍ ଆସିବେ ବାକି ଅନ୍ୟାନ୍ୟ ଯାହା ଆମର ସବୁ ଅଛି ବରଫନି ଆମେ ମେଣ୍ଟେନ୍ କଲା ପରେ କାଲି ଆପଣ ଡିଟେଲ୍ସ କହିବେ ନିଶ୍ଚିତ ଭାବରେ ଇଏ ଥିଲେ ନା ବର୍ତ୍ତମାନ ସୁଦ୍ଧା କିଛି ଜଣାପଡ଼ୁନି ବଡ଼ି ମେଡ଼ିକାଲ ହଁ ବଡ଼ି ମେଡ଼ିକାଲ